ନମସ୍କାର, ଜୟ ଜଗନ୍ନାଥ। ସ୍ୱାଗତ କରୁଛୁ ଆମର ୟୁଟ୍ୟୁବ ଚ୍ୟାନେଲ ଇ ବେଦିକାକୁ। ଆଜି ତ ଡିସ୍କସନ କରିବା ଓଡ଼ିଆର ପ୍ରାକ୍ଟିସ ସେଟ୍ 5। 4ଟି ସେଟ୍ ଆମେ ପ୍ରାକ୍ଟିସ କରିଦେଇଥିଲେ। ଆଜି 5 ନମ୍ବର ସେଟ୍ ପ୍ରାକ୍ଟିସ କରିବା। 1 ନମ୍ବର କ୍ୱେଶ୍ଚେନ୍, ଗରଜିଲା ମେଘ ବରଷେ ନାହିଁ, ରେଖାଙ୍କିତ ପଦଟି କି ପଦ? ରେଖାଙ୍କିତ ପଦ କେଉଁଟି? ନା ଗରଜିଲା। ବାକ୍ୟର ପ୍ରତ୍ୟେକ ଅଂଶକୁ ପଦ କୁହାଯାଏ, ତ ଗରଜିଲା ବି ଗୋଟେ ପଦ ହେଇଗଲା। ତାହେଲେ କୋଉ ପ୍ରକାର ପଦ? ତ ଏଇଟା ତ ବିଶେଷଣ ପଦ ସଫା ଦେଖାଯାଉଛି, ବିଶେଷ୍ୟ ତ ହବନି, ସି ତ କେବେ ହବନି, କିମ୍ବା ଡି ହବନି, କାରଣ ଏଟା ବିଶେଷଣ ପଦ। କାହିଁକି ନା ଏ ଗୋଟେ ବିଶେଷ୍ୟ, ମେଘ ଗୋଟେ ବିଶେଷ୍ୟ ପୂର୍ବରୁ ବସିଛି। ତ ବିଶେଷଣ ପୁଣି ବିଶେଷଣର ବିଶେଷଣ ନା କ୍ରିୟା ବିଶେଷଣ? ଦେଖନ୍ତୁ, ମେଘ ହେଲା ବିଶେଷ୍ୟ, ତ ବିଶେଷ୍ୟ ପୂର୍ବରୁ ତ ବିଶେଷଣ, ବିଶେଷଣର ବିଶେଷଣ ହବନି। କାରଣ ଯଦି ଥାନ୍ତା କଣ, ଅତି ବେଗରେ ଧାଉଁଛି, ତ ମାନେ ଦିଟା ଥାନ୍ତା, ଖୁବ ଭଲ, ବହୁତ ଖରାପ, ତ ସେଇଟା ହେଇଥାନ୍ତା ବିଶେଷଣର ବିଶେଷଣ। ତ ଏଇଟା ବିଶେଷଣର ବିଶେଷଣ ବି ନୁହଁ। ତାହେଲେ କ୍ରିୟା ବିଶେଷଣ। କ୍ରିୟା ବିଶେଷଣ ଆମେ ୟାକୁ ଜାଣିବା କେମିତି? ନା କ୍ରିୟା ବିଶେଷଣ ଏଇଥିପାଇଁ ହେଲା, ଗରଜିଲାଟା କାହାକୁ? ବରସିବା, ବରଷଟାକୁ କଲା। ଏଠି କ୍ରିୟା ଆମର ହେଇଗଲା ବରଷେ ନାହିଁଟାର, ବରଷେ ନାହିଁ କ୍ରିୟା ହେଇଗଲା। ତ ଏଇଟା କାହାକୁ ବିଶ୍ଳେଷିତ କଲା? ନା କ୍ରିୟାକୁ ବିଶେଷିତ କଲା। ସେଥିପାଇଁ ଏଇଟା ଆମର ହେଇଗଲା କ୍ରିୟା ବିଶେଷଣ। ଯୋଉ କ୍ରିୟାବାଚକ ବିଶେଷ୍ୟ ଅଛି ଅପସନ ଡି ରେ, କ୍ରିୟାବାଚକ ବିଶେଷ୍ୟ କଣ? ନା କ୍ରିୟାର ନାଁ ହେଇଥିବ ସେଟା, କିନ୍ତୁ ବିଶେଷ୍ୟ ଭାବେ କାମ କରୁଥିବ। କେମିତି କ୍ରିୟା ହେଇକି କେମିତି ବିଶେଷ୍ୟ ଭାବେ କାମ କରୁଥିବ? ମାନେ ମୁଁ ଗୋଟେ ଏକ୍ସାମ୍ପଲ ଦେଇ ଦଉଛି, ସେଇଥିରେ ଆପଣ ଜାଣିପାରିବେ। ଧର ମୁଁ କହିଲି ରୋହନ ବସିଛି, ଏହି ବାକ୍ୟରେ ରୋହନ କଣ? କର୍ତ୍ତା, ବସିଛି ହେଇଗଲା କ୍ରିୟା। ତ ବସିଛିଟା ଏଠି କ୍ରିୟା ହେଇଗଲା। କିନ୍ତୁ ସେଇଟା ଯଦି ମୁଁ ସେଇ ବସିଛିଟାକୁ ମୁଁ ଯଦି ଆଉ ଗୋଟେ ଏକ୍ସାମ୍ପଲରେ ମଡିଫାଏ କରିବି, ଧର ବସିବା ଠାରୁ କାଶିବା ଭଲ। ତ ଏଇଠି ବସିବାଟା କଣ ବିଶେଷ୍ୟ ରହିଲା କି? ମାନେ କ୍ରିୟା ରହିଲା କି? ଏଠି ବସିଛିଟା କ୍ରିୟା ଥିଲା, ଏଇଠି ବସିବାଟା ଆଉ ବିଶେଷ କ୍ରିୟା ରହିଲା ନାହିଁ, ଏଇଟା ହେଇଗଲା ଗୋଟେ ବିଶେଷ୍ୟ ପଦ। ସେଇ ବିଶେଷ୍ୟ ପଦକୁ ଆମେ କ୍ରିୟାବାଚକ ବିଶେଷ୍ୟ କହିବା। ସେ ନାଁକୁ କ୍ରିୟା ହେଇଥିବ, ମାନେ ଗୋଟେ କ୍ରିୟା ଭଳିଆ ଦେଖା ଯାଉଥିବ, କିନ୍ତୁ ହେଇଥିବ ସେ ଗୋଟେ ବିଶେଷ୍ୟ ପଦ। ବୁଝିହେଲା? ନେକ୍ସଟ କ୍ୱେଶ୍ଚନ କୁ ଯିବା। 2 ନମ୍ବର କ୍ୱେଶ୍ଚନ, ଯାହାକୁ ତୁଳନା ଦିଆଯାଏ ତାକୁ, ଏଠି ଡ୍ୟାସ୍ ଅଛି, ମାନେ କଣ କହନ୍ତି? ଯାହାକୁ ତୁଳନା ଦିଆଯାଏ ତାକୁ କଣ କହନ୍ତି? ଆମର ତୁଳନାକୁ ନେଇକି ଦୁଇ ପ୍ରକାର ଅଛି। ଗୋଟେ ହଉଛି ଯାହାକୁ ତୁଳନା ଦିଆଯାଏ, ଆଉ ଯାହା ସହିତ ତୁଳନା ଦିଆଯାଏ। ତାହେଲେ ଯାହାକୁ ତୁଳନା ଦିଆଯାଏ ଆମେ ତାକୁ କଣ କହିବା? ଆମେ ତାକୁ ଉପମେୟ କହିବା। ଆଉ ଯାହା ସହିତ ତୁଳନା ଦବା ତାକୁ ଆମେ କଣ କହିବା? ନା ଉପମାନ। ତାହେଲେ ଆମର ଏଠି କଣ, ଯାହାକୁ ତୁଳନା ଦିଆଯାଏ ତ ତାକୁ ଆମେ ଉପମେୟ କହିବା। ଆମେ ପାଇଗଲେ। ଆମେ ଗୋଟେ ଏକ୍ସାମ୍ପଲରେ ଦେଖିବା। ଧର ଦେଖନ୍ତୁ, ମୁଁ କହିବି ପିଠା ଛେନା ପରି କୋମଳ। ତ ଏଇଠି କାହାକୁ ତୁଳନା ଦିଆଗଲା କାହା ସହିତ? ପିଠା କାହା ପରି କୋମଳ? ପିଠା ହେଲା ଛେନା ପରି କୋମଳ। ତାହେଲେ ପିଠାକୁ ତୁଳନା ଦିଆଗଲା, ପିଠାକୁ ଛେନା ସହ ତୁଳନା ଦିଆଗଲା। ତ ଯଦି ପିଠାକୁ ତୁଳନା ଦିଆଗଲା, ତାହେଲେ ସିଏ ପିଠା ହେଇଗଲା କଣ? ଉପମେୟ। ଯାହା ସହିତ ଦିଆଗଲା, ଛେନା ସହିତ, ତ ଛେନା ହେଇଗଲା ଏଠି ଆମର ଉପମାନ। ବୁଝିହେଲା ଉପମେୟ ଉପମାନ? ଏବେ ନେକ୍ସଟ କ୍ୱେଶ୍ଚନ କୁ ଯିବା। 3 ନମ୍ବର କ୍ୱେଶ୍ଚନ, ଶୁଦ୍ଧ ଶବ୍ଦଟିକୁ ବାଛ। ଶବ୍ଦଟି ଅଛି ପ୍ରତିଯୋଗିତା। ଶୁଦ୍ଧ ଶବ୍ଦ ଭେରି ଭେରି ଇମ୍ପୋର୍ଟାଣ୍ଟ। ଏଠି ପୁଣି କନଫ୍ୟୁଜନ, କୋଉଠି ଆମେ ହର୍ଷେଇକାର ଦବା, କୋଉଠି ଦୀର୍ଘଇକାର ଦବା। ସବୁ ଦେଖନ୍ତୁ, ଏଠି ପ୍ରତିର ଏଇ ଏ ସି ରେ ପ୍ରତିର ହର୍ଷେଇକାର ଅଛି, ତରେ ହର୍ଷେଇକାର ଅଛି, କିନ୍ତୁ ବି ଡି ରେ ତରେ ଦୀର୍ଘଇକାର ଅଛି। ତ ସେଗୁଡା କୋଉଠି ଗରେ ଦୀର୍ଘଇକାର, ଗରେ ହର୍ଷେଇକାର, ତାହେଲେ ଆମର ଶୁଦ୍ଧ ଶବ୍ଦଟି କୋଉଠି ହବ? ଆମେ ଅପସନ ନ ଦେଖି ଡାଇରେକ୍ଟ ଲେଖିବା, ପ୍ରତିଯୋଗିତା। ଏଇଟା ହବ ଆମର ରାଇଟ ଆନ୍ସର। ତାର ଶୁଦ୍ଧ ହବ ନା ଏଟା କୋଉଟା ଅଛି? ଅପସନ ସି ର ଅଛି ରାଇଟ ଆନ୍ସର, ଅପସନ ସି। 4 ନମ୍ବର କ୍ୱେଶ୍ଚନ, ସ୍ୱର ବସିବା ରୂଢିଟିର ଅର୍ଥ କଣ? ସ୍ୱର ବସିବା, ଜଣଙ୍କର ସ୍ୱର ବସି ପଡିଛି, ମାନେ ସେ ଗୀତ ଗାଉଥିଲା ତା ସ୍ୱର ବସି ପଡିଛି। ତାହେଲେ କଣ ସ୍ୱର ବସି ପଡିବା? ସ୍ୱର ବସି ପଡିବ ସେମିତି ତ କିଛି ମିନିଂ ନଥାଏ। ସ୍ୱର ଛିଡା ନ ହବା, ସ୍ୱର ମାଡ ହେବା, ସ୍ୱର ଭଙ୍ଗ ହେବା।
ହଁ ଏଇଟା ହବ ସ୍ୱର ଭଙ୍ଗ ହବା ମାନେ ସ୍ୱର ବସି ଯାଇଛି ବୋଲି ତାର ମାନେ ଭାଙ୍ଗି ଭାଙ୍ଗି ହେଇକି ସେ ଗୀତ ଗାଉଛି ମାନେ ତ ଗୀତଟା ଏତେ ଭଲ ହେଉନାହିଁ ତ ଅର୍ଥ ହେଇଯିବ ସ୍ୱର ଭଙ୍ଗ ହେବା। 5 ନମ୍ବର କ୍ୱେଶ୍ଚେନ୍ ପ୍ରତିର ବିପରୀତ ଶବ୍ଦ କଣ? ପ୍ରତିର ବିପରୀତ କଣ? ବହୁତ, ସବୁ, ଅପ୍ରତି, ଦୀର୍ଘ। ନାଇଁ ପ୍ରତିର ହବ ଦୀର୍ଘ। ସି ରାଇଟ୍ ଆନ୍ସର। 6 ନମ୍ବର କ୍ୱେଶ୍ଚେନ୍ ଧର୍ମ ଜାଣନ୍ତି ଯେ ତାଙ୍କୁ କଣ କହନ୍ତି? ଏକ ଭିତରେ ପ୍ରକାଶ କର। ଧର୍ମ ଯେ ଜାଣନ୍ତି ତାଙ୍କୁ କଣ କହିବା? ଧାର୍ମିକ ନା ଧର୍ମବାନ ନା ଧର୍ମବିତ୍? କେଉଁଠି ନିଅ ତ କେବେ ହବନି ଆନ୍ସର। ଧାର୍ମିକ ନା ଧର୍ମବାନ? ତ ଧର୍ମ ଯେ ଜାଣନ୍ତି ତାଙ୍କୁ କଣ କୁହାଯାଏ? ଧର୍ମବିତ୍ କୁହାଯାଏ। ଯେ ଧର୍ମ କରନ୍ତି ତାକୁ କୁହାଯାଏ ଧାର୍ମିକ ବା ଧର୍ମବାନ। ଧର୍ମ ଯେ ଜାଣିବା ଆମେ ତାଙ୍କୁ ଧର୍ମବିତ୍ କହିବା ନା କି ଧାର୍ମିକ କି ଧର୍ମବାନ କହିବା। ତାପରେ 7 ନମ୍ବର କ୍ୱେଶ୍ଚେନ୍ କିଏ ଜାଣିଥିଲା ଆଜି ବର୍ଷା ହେବ ବୋଲି? ଏହି ବାକ୍ୟଟିରେ ଉପବାକ୍ୟଟିକୁ ଚିହ୍ନଟ କର। ବଢିଆ କ୍ୱେଶ୍ଚେନଟେ। ଉପବାକ୍ୟ କଣ? ପ୍ରିଭିୟସ୍ ସେଟରେ ଏଇ କ୍ୱେଶ୍ଚେନ ଆଣିଥିଲୁ, ସେଥିରେ ମୁଁ ପୁରା ଭଲସେ ଡେସ୍କ୍ରାଇବ କରିଥିଲି ଉପବାକ୍ୟ କଣ, ଖଣ୍ଡବାକ୍ୟ, ବାକ୍ୟାଂଶ କଣ, ସେଇଟା ଆଉ କହିବିନି, ଖାଲି ସର୍ଟରେ କହିଦଉଛି ଉପବାକ୍ୟ କଣ। ଯଦି ଦୁଇଟି ମାନେ ଗୋଟେ ସେଣ୍ଟେନ୍ସକୁ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ। ଏଠି ଦେଖନ୍ତୁ କିଏ ଜାଣିଥିଲା, ଯଦି ମୁଁ କହିବି ମୁଁ ଯାଉଛି ତ ଏଟା ତ ସିମ୍ପଲ ସେଣ୍ଟେନ୍ସ ହେଇଗଲା, ଏଠି ଆମର ଉପବାକ୍ୟ କିଛି ଆସିବନି। କିନ୍ତୁ ଯେତେବେଳେ ଦିଟା କନେକ୍ଟର ଟାଇପର ବାକ୍ୟ ଥାଏ, ଦେଖନ୍ତୁ କିଏ ଜାଣିଥିଲା ଆଜି ବର୍ଷା ହେବ ବୋଲି, ମାନେ ଏଠି ଦୁଇଟି ସମାପିକା କ୍ରିୟା ରହିଲା। ତ ଯଦି ଦୁଇଟି ସମାପିକା କ୍ରିୟା ଥାଇକି କିଛି ନିର୍ଦ୍ଦିଷ୍ଟ ଅର୍ଥ, ମାନେ ଗୋଟିଏ ସମାପିକା, ଦେଖନ୍ତୁ ଏଇଠି ଦିଟା ବାକ୍ୟ, କିଏ ଜାଣିଥିଲା ଗୋଟେ ବାକ୍ୟ ହେଇଗଲା, ଜାଣିଥିଲାଟା ସମାପିକା କ୍ରିୟା ନିଶ୍ଚୟ। ସମାପିକା କ୍ରିୟା ଥାଇକି ବି କିଏ ଜାଣିଥିଲା ଯଦି ମୁଁ ଖାଲି କହିବି ତ କଣ ବୁଝା ହଉଛି? ଗୋଟେ ସେଣ୍ଟେନ୍ସ କମ୍ପ୍ଲିଟ ହଉନି। ଯଦିଓ ସମାପିକା କ୍ରିୟା ଅଛି ତ ଗୋଟେ ସେଣ୍ଟେନ୍ସ ଟା କମ୍ପ୍ଲିଟ ହଉନାହିଁ। ତ ଏହାକୁ ଆମେ ସବୁ କଣ କହିବା? ଏଗୁଡାକୁ ସବୁ ଆମେ ଖଣ୍ଡ ବାକ୍ୟ କହିବା। ବାକ୍ୟାଂଶ କାହାକୁ କହିବା? ଯଦି ସମାପିକା କ୍ରିୟା ନଥିବ ଆଉ ଅର୍ଥ ପ୍ରକାଶ କରୁନଥିବ ତାକୁ ଆମେ ବାକ୍ୟାଂଶ କହିବା। ଯଦି ସମାପିକା କ୍ରିୟା ଥିବ, ଯୋଉ ଭଳିଆ ଏଇ ଫାର୍ଷ୍ଟ ସେଣ୍ଟେନ୍ସ ଟା କିଏ ଜାଣିଥିଲା, ତ ଏଇଟା ସମାପିକା କ୍ରିୟା, ଏଇଟା ହେଇଗଲା ଜାଣିଥିଲା ଟା ସମାପିକା କ୍ରିୟା। ସମାପିକା କ୍ରିୟା ଥାଇକି ବି ଯଦି ଅର୍ଥ ପ୍ରକାଶ କରୁନି, ମାନେ କାହା ଉପରେ ଗୋଟେ ଅପେକ୍ଷା କରୁଛି, ତାକୁ ଆମେ କହିବା ଖଣ୍ଡ ବାକ୍ୟ। ବୁଝିହେଲା ଖଣ୍ଡ ବାକ୍ୟ। ତ ଖଣ୍ଡ ବାକ୍ୟ ପୁଣି ବାକ୍ୟରେ ଯଦି ଏଭଳିଆ ଖଣ୍ଡ ବାକ୍ୟ ବହୁତ ଥାଏ, ପ୍ରଧାନ ଖଣ୍ଡ ବାକ୍ୟ ଗୋଟିଏ ଥାଏ, ଯୋଉଟା କି ବାକ୍ୟର ମେନ୍ ଟା, ମାନେ ଯାହାକୁ ଆମେ ବାକ୍ୟର ସାରାଂଶ କୁହନ୍ତି, ତ ସେଇଟା ହବ ପ୍ରଧାନ ଖଣ୍ଡ ବାକ୍ୟ। ଆଉ ଯେତେକ ସବୁ ଥାନ୍ତି ସେ ସବୁ ହେଲା ଅପ୍ରଧାନ ଖଣ୍ଡ ବାକ୍ୟ। ତ ସେଇ ଅପ୍ରଧାନ ଖଣ୍ଡ ବାକ୍ୟକୁ ଆମେ କହିବା ଉପବାକ୍ୟ। ତାହେଲେ ଉପବାକ୍ୟର ଡେଫିନେସନ କଣ? ବାକ୍ୟରେ ଅପ୍ରଧାନ ଖଣ୍ଡ ବାକ୍ୟକୁ ଆମେ କହିବା ଉପବାକ୍ୟ। ତ ଏବେ ଉପବାକ୍ୟ ଭଲସେ ବୁଝି ହେଲା। ବାକ୍ୟାଂଶ, ଖଣ୍ଡ ବାକ୍ୟ, କେମିତି ବାକ୍ୟାଂଶରୁ ଆମେ ଖଣ୍ଡ ବାକ୍ୟକୁ ଆସିଲେ, ଖଣ୍ଡ ବାକ୍ୟରୁ ଉପବାକ୍ୟକୁ ଆସିଲେ। ତ ଅପ୍ରଧାନ ଖଣ୍ଡ ବାକ୍ୟକୁ ଆମେ ଯଦି ଉପବାକ୍ୟ କହିବା, ତାହେଲେ ଏଇ ବାକ୍ୟ ଯୋଉ ଅଛି କମ୍ପ୍ଲିଟ ବାକ୍ୟଟି, କିଏ ଜାଣିଥିଲା ଆଜି ବର୍ଷା ହେବ ବୋଲି, ଏଥିର ପ୍ରଧାନ ଖଣ୍ଡ ବାକ୍ୟ କୋଉଟା? ଆଜି ବର୍ଷା ହେବ ବୋଲି। ତ ଏଇ ଯୋଉ ଆଜି ବର୍ଷା ହେବ ବୋଲିଟା ହେଇଗଲା ଆମର ପ୍ରଧାନ ଖଣ୍ଡ ବାକ୍ୟ। ଆଉ କିଏ ଜାଣିଥିଲା ଯୋଉ ରହିଲା ପାର୍ଟଟା, ସେଇଟା ଆମର ହେଇଗଲା ଅପ୍ରଧାନ ଖଣ୍ଡ ବାକ୍ୟ। ତ ସେଇ ଅପ୍ରଧାନ ଖଣ୍ଡ ବାକ୍ୟ ମାନେ ଏଟା ଉପବାକ୍ୟ ହେଇଗଲା। ତାହେଲେ ଆମର ରାଇଟ୍ ଆନ୍ସର କୋଉଟା ହେଇଯିବ? ଅପସନ ସି, ଯୋଉଟା କି ଆମର ଉପବାକ୍ୟ ହେଇଗଲା। 7 ନମ୍ବର ରାଇଟ୍ ଆନ୍ସର ହେଇଗଲା ଅପସନ ସି। ଭଲସେ ବୁଝି ହେଲା। 8 ନମ୍ବର କ୍ୱେଶ୍ଚେନ୍ ଅର୍ଚ୍ଚନାର ବିଶେଷଣ ରୂପ ଲେଖ। ତାହେଲେ ଅର୍ଚ୍ଚନା ଗୋଟେ କଣ? ଅର୍ଚ୍ଚନା ହଉଛି ଗୋଟେ ବିଶେଷ୍ୟ। ସେ ଆମକୁ କହିଛି ତାର ବିଶେଷଣ ରୂପ ଲେଖିବାକୁ। କଣ ହବ? ଅର୍ଚ୍ଚନ। ଅର୍ଚ୍ଚନଟା ବି ଗୋଟେ ବିଶେଷ୍ୟ ରୂପ, ଏଟା ବି ଗୋଟେ ବିଶେଷ୍ୟ ରୂପ। ପୂଜାର୍ଚ୍ଚନା ଏଟା ଗୋଟେ ମାନେ କଣ ଗୋଟେ କାମ ହେଇଗଲା, ସେ ପୂଜାର୍ଚ୍ଚନା କରୁଛି, ତ ଏଟା ଗୋଟେ କ୍ରିୟା ହେଇଗଲା। ଅନର୍ଚ୍ଚନା ଏମିତି କିଛି ୱାର୍ଡ ହିଁ ନାହିଁ, ଏଟା ଗୋଟେ କ୍ରିୟା ହେଇଗଲା। ପୂଜାର୍ଚ୍ଚନା, ସେ ପୂଜାର୍ଚ୍ଚନା କରୁଛି। ତ ଅର୍ଚିତଟା ହେଇଯିବ ତାର ରାଇଟ୍ ଆନ୍ସର। ତାହେଲେ ଅର୍ଚ୍ଚନାର ବିଶେଷଣ ରୂପ ହେଇଗଲା ଅର୍ଚିତ। 9 ନମ୍ବର କ୍ୱେଶ୍ଚେନ କୁ ଯିବା। ସନ୍ଧି ବିଚ୍ଛେଦର ଅଛି କ୍ୱେଶ୍ଚେନଟି। ଶବ୍ଦଟି ଅଛି ଧୈର୍ଯ୍ୟ। ଧୈର୍ଯ୍ୟର ସନ୍ଧି ବିଚ୍ଛେଦ କର। ତାହେଲେ କଣ ହବ? ଏଠି ର୍ଯ୍ୟ ହବ ନାହିଁ, କାରଣ ଡାଇରେକ୍ଟ ଏମିତି ସନ୍ଧି ହୁଏ ନାହିଁ। ଧୀର ଯୁକ୍ତ ୟ ନା ଧୀର ଯୁକ୍ତ ଜ, କୋଉଟା ହବ ରାଇଟ୍ ଆନ୍ସର? ଜ ହବ ନା ୟ ହବ? ତ ଏଇଠି ଜ ହବ। ମନେ ରଖନ୍ତୁ, ଗୋଟେ ଟିପ୍ସ ଏଠି ମୁଁ କହୁଛି, ଦେଖନ୍ତୁ ଯଦି ଏଇଭଳିଆ ସେଣ୍ଟେନ୍ସ ସରି ୱାର୍ଡ ଆସେ, ଧୈର୍ଯ୍ୟ, ମୁଁ ଆଉ ଗୋଟେ ଲେଖୁଛି ଏଠି ସୌନ୍ଦର୍ଯ୍ୟ। ଆଉ ଗୋଟେ ଲେଖୁଛି କଣ? ଚୌର୍ଯ୍ୟ।
ଏ ଦୁଇଟା ଲେଖିଲି, ଆଉ ଗୋଟେ ଇଅର ବି ଲେଖୁଛି, ବାତ୍ସଲ୍ୟ ର କିମ୍ବା ସଖ୍ୟ। ଭଲସେ ମାର୍କ କରନ୍ତୁ। ଉପର ଦୁଇଟା ଶବ୍ଦ ଆଉ ତଳ ଦୁଇଟା ଶବ୍ଦରେ ମାନେ ଡିଫରେନ୍ସ କଣ ରହୁଛି? ଧୈର୍ଯ୍ୟ, ଏଠି ଗୋଟେ ଝିଅ ଫଳ ଆପଣ ମାର୍କ କରୁଥିବେ। ଏଠି ଗୋଟେ ଝିଅ ଫଳା ଅଛି, ସୌନ୍ଦର୍ଯ୍ୟରେ ଝିଅ ଫଳା ଅଛି, ଚୌର୍ଯ୍ୟରେ ଝିଅ ଫଳା ଅଛି। ଯଦି ଏଇ ଟାଇପ ର କ୍ୱେଶ୍ଚିନ୍ ଆସେ, ଯଦି ଝିଅ ଫଳା ଥାଏ ତାହେଲେ ତାର ସନ୍ଧି କଣ ହେଇଯିବ ନା ଜ ରହିଯିବ। ତାର ମାନେ ଇଏ ପଦ କଣ, ମୂଳ ପଦ ସହିତ ଜ ପଳେଇ ଆସିବ, କାରଣ ଝିଅ ଫଳା ରହୁଛି। ତାହେଲେ ସୌନ୍ଦର୍ଯ୍ୟର କଣ, ସୌନ୍ଦର୍ଯ୍ୟର ମୂଳ ପଦ ହେଇଗଲା ସୁନ୍ଦର, ସୁନ୍ଦରରୁ ସୌନ୍ଦର୍ଯ୍ୟ, ସୁନ୍ଦର ଯୁକ୍ତ ଏଠି ଜ ହବ। ସେଭଳିଆ ଚୌର୍ଯ୍ୟ, ଚୌର୍ଯ୍ୟର ମୂଳ ପଦଟି କେଉଁଠି, ଚୋର, ତ ଚୋର ଯୁକ୍ତ ଜ ରହିବ, ଯେହେତୁ ଝିଅ ଫଳା ରହୁଛି। ଯଦି ବାତ୍ସଲ୍ୟ ଆସିବ, ଏଇ ଯୋଉ ରେଫଟି ନାହିଁ, ଦେଖନ୍ତୁ ଏଇଠି ରେଫଟି ନାହିଁ। ସୌନ୍ଦର୍ଯ୍ୟ, ଧୈର୍ଯ୍ୟ, ଚୌର୍ଯ୍ୟରେ ସବୁ ରେଫ ରହୁଛି, କିନ୍ତୁ ବାତ୍ସଲ୍ୟ ରେଫ ରହୁନି, ଖାଲି ଝିଅ ଫଳା ରହୁଛି। ତାହେଲେ ଏଠି ଜ ହବ ନାହିଁ। ଏଠି କଣ ହେଇଯିବ ନା ବାତ୍ସଲ୍ୟର ମୂଳ ପଦ କଣ, ବତ୍ସଲ, ବତ୍ସଲ ଯୁକ୍ତ ଏଇଠି ହେଇଯିବ ୟ। ସେଭଳିଆ ସଖ୍ୟରେ କଣ ହେଇଯିବ ନା ସଖା ଯୁକ୍ତ ୟ। ଡିଫରେନ୍ସ ଟି ବୁଝି ହେଲା ଭଲସେ। ଏଇଠି କଣ ପାଇଁ ଜ ହେଲା, ଯେହେତୁ ଏଠି ଗୋଟେ ରେଫ ରହୁଛି, ସୌନ୍ଦର୍ଯ୍ୟ ଆସୁଛି କିନ୍ତୁ ବାତ୍ସଲ୍ୟ ଆସୁଛି, ଜ ଏଠି ୟ ଆସୁଛି। ସେଥିପାଇଁ ଏଇ ଟାଇପ ର ଶବ୍ଦ ଆସିଲେ ସୌନ୍ଦର୍ଯ୍ୟ, ଧୈର୍ଯ୍ୟ, ତ ସେଠି ସବୁ ଜ କରିବେ, କିନ୍ତୁ ବାତ୍ସଲ୍ୟ, ସଖ୍ୟ ଏ ସବୁ ଆସିଲେ ଏଠି ୟ କରିବେ। ନେକ୍ସଟ କ୍ୱେଶ୍ଚନ, 10 ନମ୍ବର କ୍ୱେଶ୍ଚନ, ମଧୁର ଜଳ ଏହା କି ପ୍ରକାର ସମାସ ଅଟେ? ସମାସକୁ ଜାଣିବାକୁ ହେଲେ ଆମେ ଫାଷ୍ଟ କଣ, ବିଗ୍ରହ ବାକ୍ୟ କରିବା। ତ ଏଠି ସଫା ସଫା ଦେଖା ହଉଛି, ଜଳ ହେଲା ଗୋଟେ ବିଶେଷ୍ୟ, ମଧୁର ହେଲା ଗୋଟେ ବିଶେଷଣ। ବିଶେଷ୍ୟ ବିଶେଷଣ ମିଶିକି ଯୋଉ ସମାସ ହୁଏ ତାକୁ ଆମେ କର୍ମଧାରୟ ସମାସ କହିବା। ବହୁତ ସିମ୍ପଲ ଅଛି। ମଧୁର ଅଟେ ଜଳ, ମଧୁର ଜଳ, ଜଳଟା ବିଶେଷ୍ୟ ହେଇଗଲା, ମଧୁରଟା ବିଶେଷଣ, ବିଶେଷ୍ୟ ବିଶେଷଣ, ବିଶେଷଣ ବିଶେଷଣ, କିମ୍ବା ଏମିତି 4 ପ୍ରକାର ହେଇପାରିବ। ବିଶେଷ ବିଶେଷ୍ୟ, ବିଶେଷ ବିଶେଷଣ, ବିଶେଷଣ ବିଶେଷ୍ୟ ବା ବିଶେଷଣ ବିଶେଷଣ। ଏଇଭଳିଆ ଆସିଲେ ଆମେ କର୍ମଧାରୟ ସମାସ ତାକୁ କହିବା। ଏଠି ଆମେ ପାଇଗଲେ, ତାର ଆନ୍ସର ହେଇଗଲା କର୍ମଧାରୟ ସମାସ। 11 ନମ୍ବର କ୍ୱେଶ୍ଚନ, ମୂର୍ତ୍ତିକା ଏହା କେଉଁ ପ୍ରକାର ଶବ୍ଦ? ଶବ୍ଦ ଫାଷ୍ଟ କେତେ ପ୍ରକାର, ଅପସନରେ 4ଟାଙ୍କ ଅଛି, ଆମର 4 ପ୍ରକାର ଶବ୍ଦ, ତତ୍ସମ, ତଦ୍ଭବ, ଦେଶଜ, ବୈଦେଶିକ, 4 ପ୍ରକାର। ତ ମୂର୍ତ୍ତିକା କେଉଁ ପ୍ରକାର ଶବ୍ଦ? ମୂର୍ତ୍ତିକାଟା ହେଇଯିବ ଆମର, ମାନେ କୁହନ୍ତୁ, ତତ୍ସମ ଶବ୍ଦ। କାହିଁକି ନା ଅବିକଳ ସଂସ୍କୃତ ଭଳି, ତ ତାହାର ତଦ୍ଭବଟା କଣ ହେଇଯିବ? ଯଦି ମୂର୍ତ୍ତିକାଟା ତତ୍ସମ, ତାର ଗୋଟେ ତଦ୍ଭବ ତ ଥିବ ନା, କାରଣ ସବୁ ତତ୍ସମର ତଦ୍ଭବ ଥାଏ। ତ ଆମେ କଣ କହନ୍ତି, ମାଟି, ଯୋଉଟା ଆମେ ଆମ ଭାଷାରେ, ମାନେ ସଂସ୍କୃତକୁ ଆମେ ଉଦ୍ଭବ କରିକି ଯୋଉ ଭାଷାଟା ଆମେ କହୁଛନ୍ତି ତାକୁ ଆମେ ତଦ୍ଭବ କହିବା। ତ ମୂର୍ତ୍ତିକା ପ୍ରାୟତଃ ସବୁ ମାଟି ହିଁ କୁହନ୍ତି, ତ ସେଇଟା ତଦ୍ଭବ ହେଇଗଲା। କିନ୍ତୁ ଦେଖିବେ ସବୁ ପୁରାଣରେ ମୂର୍ତ୍ତିକା ହିଁ ଥିବ, ତତ୍ସମଟା ହେଇଯିବ, ତାହେଲେ ମୂର୍ତ୍ତିକାଟା ହେଇଯିବ ତତ୍ସମ ଶବ୍ଦ। 12 ନମ୍ବର କ୍ୱେଶ୍ଚନ, ବ୍ୟଞ୍ଜନ ବର୍ଣ୍ଣ ଗୁଡିକର କେତେ ଗୋଟି ଧ୍ୱନି ରହିଛି? ବଢିଆ କ୍ୱେଶ୍ଚନ ଟି। ଫାଷ୍ଟ ଜାଣିବା କଣ, ବର୍ଣ୍ଣ। ବର୍ଣ୍ଣ କେତୋଟି ଆମର ଓଡିଆରେ? ମୁଁ ଲେଖି ଦଉଛି, ବର୍ଣ୍ଣ ଆମର ହେଲା 49ଟି। ବର୍ଣ୍ଣ ପୁଣି 2 ଭାଗରେ ବିଭକ୍ତ, ଗୋଟେ ହଉଛି ସ୍ୱର ବର୍ଣ୍ଣ, ଆଉ ଗୋଟେ ହେଲା ବ୍ୟଞ୍ଜନ ବର୍ଣ୍ଣ। ତାହେଲେ ସ୍ୱର ବର୍ଣ୍ଣ କେତେଟା? ସମସ୍ତେ ଜାଣିଥିବେ 11ଟା। ଆଉ ବ୍ୟଞ୍ଜନ ବର୍ଣ୍ଣ ହେଲା କେତେଟା? ଆଉ କେତେଟା ରହିବ? 38ଟା। 11 ରୁ 38 ଗଲେ, ତ ସିଏ ଆମକୁ ପଚାରୁଛି ଧ୍ୱନି, ସ୍ୱର ବର୍ଣ୍ଣର ଧ୍ୱନି କେତେଟା, ବ୍ୟଞ୍ଜନ ବର୍ଣ୍ଣର ଧ୍ୱନି କେତେଟା? ସ୍ୱର ବର୍ଣ୍ଣର ଧ୍ୱନି ଯଦି ପଡିଥାନ୍ତା ଏଇଟା ହେଇଥାନ୍ତା 8ଟା, କିନ୍ତୁ ବ୍ୟଞ୍ଜନ ବର୍ଣ୍ଣର ଧ୍ୱନି ହେଇଗଲା 32ଟା। ସବୁ ବର୍ଣ୍ଣର ଧ୍ୱନି ନଥାଏ, ତ ବ୍ୟଞ୍ଜନ ବର୍ଣ୍ଣର 38ଟାରୁ ଧ୍ୱନି ହେଇଗଲା 32ଟା। ଆମର ଅପସନ ବି ହେଲା ରାଇଟ ଆନ୍ସର। 32ଟା ଧ୍ୱନି ଅଛି ବ୍ୟଞ୍ଜନ ବର୍ଣ୍ଣ ଗୁଡିକର। ତାପରେ 13 ନମ୍ବର କ୍ୱେଶ୍ଚନ, ରାମ ମ୍ୟାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛି, ରେଖାଙ୍କିତ ପଦଟି କେଉଁ ବିଶେଷଣ? ରେଖାଙ୍କିତ ଆମର ପ୍ରଥମ ଅଛି, ପ୍ରଥମ, ଦ୍ଵିତୀୟ, ତୃତୀୟ, ଯଦି ଏଇ ସବୁ ଥାଏ ତାକୁ ଆମେ କଣ କହନ୍ତି? ତାକୁ ଆମେ ପୂରଣବାଚକ କହନ୍ତି। ରାଇଟ ଆନ୍ସର ଅପସନ ସି। ସଂଖ୍ୟାବାଚକ କଣ ନା 1, 2, 3, 10, 12, ଯଦି ଏଇଭଳିଆ ଥିବ ସେଗୁଡା ହେଇଯିବ ସଂଖ୍ୟା। ଯଦି ଏଠି ପ୍ରଥମ, ସରି କଣ, 1, 2, 3, 10, 12 ଏସବୁ ଥାନ୍ତା, ଆମେ ଡାଇରେକ୍ଟ ସଂଖ୍ୟା ଥାନ୍ତା, କିନ୍ତୁ ତାକୁ ଆମେ
ପୂରଣ ଭାବେ ଲେଖିଲେ ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ, ତ ଏଇଗୁଡାକ ସବୁ ପୂରଣ ବାଚକ ହେଇଗଲା। ପରିମାଣ ବାଚକ କଣ? ପରିମାଣ ବାଚକ ଅଳ୍ପ, ବହୁତ, ଏଇଟା ଗୋଟେ ପରିମାଣକୁ ବୁଝଉଛି। ଅବସ୍ଥା କଣ? ବୃଦ୍ଧ, ଯୁବ, ଏଗୁଡା ସବୁ ଅବସ୍ଥା। ଘନ, କଠିନ, ଏଗୁଡାକ ସବୁ ଅବସ୍ଥାକୁ ବୁଝଉଛି। ଆମର ପ୍ରଥମ ଥିଲା, ପ୍ରଥମଟି ଆମର ପୂରଣ ବାଚକ ହେଇଗଲା। ନେକ୍ସଟ କ୍ୱେଶ୍ଚନ କୁ ଯିବା। 14 ନମ୍ବର କ୍ୱେଶ୍ଚନ, ଗନ୍ଧବହ କାହାର ପ୍ରତିଶବ୍ଦ? ଗନ୍ଧବହ କାହାର ପ୍ରତିଶବ୍ଦ? ଯେ ଗନ୍ଧକୁ ବହିକି ନେଇଯାଏ ତାକୁ କୁହାଯାଏ। ତାହେଲେ କିଏ ସେ କାମ କରେ? ପକ୍ଷୀ। ପକ୍ଷୀ ଉଡେ ସିନା, କିନ୍ତୁ ପକ୍ଷୀ କଣ ନେଇପାରିବ? କିଏ ନବ? ନା ପବନ। ଗନ୍ଧବହ ହେଲା ପବନର ପ୍ରତିଶବ୍ଦ। ଆଉ କଣ ସବୁ ପବନର ପ୍ରତିଶବ୍ଦ? ସମୀର। ସମୀରଟା ଜାଣିଥିବେ, ମରୁତ କହନ୍ତି, ପବନ ସୂତ ମରୁତ, ପ୍ରଭଞ୍ଜନ, ପବମାନ। ଆଉ ଯୋଉଟା ମନେ ରହିନି ସେଇଟା ହଉଛି ଅନିଳ। ଅନିଳକୁ ବି ପବନ କହନ୍ତି। ପକ୍ଷୀ, ପକ୍ଷୀକୁ ଆଉ କଣ କହନ୍ତି? ବହୁତ ଥର ମୁଁ କହିଛି ପକ୍ଷୀ। ଦ୍ୱିଜ, କତତ୍ରୀ, ଅଣ୍ଡଜ, ଖଗ ଆଉ ଖେଚର। ଖେଚର ପକ୍ଷୀକୁ କଣ ପାଇଁ କହନ୍ତି? ନା ଖେ ମାନେ ହଉଛି, ଖେଟା ହଉଛି କାହାର ପ୍ରତିଶବ୍ଦ? ଖେ ହଉଛି ଆକାଶର। ଖେ ଚରେ ଯିଏ, ଖେଚର। ପକ୍ଷୀ ହେଲା ଖେଚର। ପର୍ବତର, ସେଗୁଡା ନଦୀର ପ୍ରତିଶବ୍ଦ ଅଛି। ବହୁତ ଥର କହିଛି ଏସବୁ। ସ୍ରୋତସ୍ୱିନୀ, ତଟିନୀ, ନିମ୍ନଗା, ସରିତି, ଏସବୁ ହେଇଯିବ ନଦୀର। ନେକ୍ସଟ କ୍ୱେଶ୍ଚନ କୁ ଯିବା। 15 ନମ୍ବର କ୍ୱେଶ୍ଚନ, ଅଭିଜ୍ଞତାରୁ ଯୋଗ୍ୟତା ବୃଦ୍ଧି ଅର୍ଥ ପ୍ରକାଶ କରୁଥିବା ରୂଢିଟି ଲେଖ। ଏଠି ଆମର ଅର୍ଥଟା ଦେଇଦେଇଛି, ରୂଢିଟା ପଚାରିଛି କଣ? ଅଭିଜ୍ଞତାରୁ ଯୋଗ୍ୟତା ବୃଦ୍ଧି କଣ? ଲେଖୁ ଲେଖୁ କରଣ, ଲାଭ ନଥାଇ ବଣିଜ ନାହିଁ, 100 ରୋଗୀ ମରିଲେ ବୈଦ, ନା ଶୁଣ୍ଢି ସାକ୍ଷୀ ମାତାଲ। ଅଭିଜ୍ଞତା କଣ? ଅଭିଜ୍ଞତାରୁ ଯୋଗ୍ୟତା ବୃଦ୍ଧି ହେଇଗଲେ ସେଟା ହେଇଯିବ 100 ରୋଗୀ ମରିଲେ ବୈଦ। ମାନେ ଅଭିଜ୍ଞତା ମାନେ ସେ କଣ? ରୋଗୀଙ୍କୁ ଚିକିତ୍ସା କଲା, ତ ଜାଣିକି 100ଟା ଲୋକ ଯଦି ମରିଗଲେ ତାପରେ ଜଣକୁ ବଞ୍ଚେଇଲା, ତ ସିଏ କଣ? ଅଭିଜ୍ଞତାରୁ ତାର ଯୋଗ୍ୟତା ପାଇଲା। ସିଏ ଫାଷ୍ଟରୁ ଜାଣିନଥିଲା ଯୋଗ୍ୟତା କଣ, ମାନେ ଡକ୍ଟର, କିନ୍ତୁ ଲୋକଙ୍କୁ ଚେଷ୍ଟା କଲା ସିଏ, ତ ସିଏ ଅଭିଜ୍ଞତା ପାଇଲା। ତ ସେଇଟା ହେଇଯିବ କଣ? 100 ରୋଗୀ ମରିଲେ ବୈଦ। ଆଉ ଗୋଟେ ଅଛି ଲେଖୁ ଲେଖୁ କରଣ। ତାର ଅର୍ଥ କଣ? ଅଭ୍ୟାସରୁ ଦକ୍ଷତା ବଢିବା। ଏଟା ଅଭିଜ୍ଞତା, ଏଟା ଅଭ୍ୟାସ, ଦିଟା ବହୁତ ସିମିଲାର ମିନିଂ। ଲେଖୁ ଲେଖୁ କରଣଟା ହେଇଯିବ କଣ? ଅଭ୍ୟାସ। ଅଭ୍ୟାସରୁ ଦକ୍ଷତା ବଢେ। ହେଲା। ଆଉ କଣ ଅଛି ଗୋଟେ? ନା ଲାଭ ନଥାଇ ବଣିଜ ନାହିଁ। ଏଟା ହଉଛି ବ୍ୟବସାୟ ମାତ୍ରେ ଲାଭ। ମାନେ ଲାଭ ନଥାଏ, ବ୍ୟବସାୟ କରୁଛି ମାନେ ହିଁ ଲାଭ ହବ। ସମସ୍ତଙ୍କର କ୍ଷତି ହୁଏ, କିନ୍ତୁ ଗୋଟେ କୁହନ୍ତି ଲାଭ ନଥାଏ ବଣିଜ ନାହିଁ। ଯଦି ତମେ ଲାଭ କରୁନ ତାହେଲେ ସେଟା ବଣିଜ ନୁହଁ। ହେଲା। ଆଉ ଶୁଣ୍ଢି ସାକ୍ଷୀ ମାତାଲ କଣ? ନା ମନ୍ଦ ଲୋକକୁ ସମର୍ଥନ କରିବା। ଧର ଗୋଟେ ଖରାପ ଲୋକ, ସେ ନିଶ୍ଚୟ ଗୋଟେ ଖରାପ ଲୋକକୁ ସମର୍ଥନ କରିବ। ତାର ଅର୍ଥ ହେଇଯିବ ସେଇଟା। 16 ନମ୍ବର କ୍ୱେଶ୍ଚନ, ଟ କୁ କେଉଁ ବର୍ଗୀୟ ବର୍ଣ୍ଣ କହନ୍ତି? ବର୍ଗୀୟ ବର୍ଣ୍ଣ ଆମେ ଜାଣିଛନ୍ତି, କଚଟ ତପ। କଚଟ ତପ କଣ? ପ୍ରତ୍ୟେକ ବର୍ଗର ଫାଷ୍ଟ ମୁଁ କହିଲି କଚଟ ପ। ସବୁଥିରେ 5-5ଟା ଲେଖା ଅଛି। ତ ବର୍ଗୀୟ ବର୍ଣ୍ଣ ଆମର ହେଇଗଲା କେତେଟା? ଟୋଟାଲଟା 25ଟା। କଚଟ ତପକୁ ପୁଣି ତାକୁ କଣ କହନ୍ତି? କଣ୍ଠ, ତାଲବ୍ୟ, ମୂର୍ଧନ୍ୟ, ଦନ୍ତ୍ୟ, ଓଷ୍ଟ୍ୟ, ଏମିତି 5 ପ୍ରକାର ଆମର ବର୍ଗୀୟ ବର୍ଣ୍ଣ ରହିଛି। ଆମକୁ ଟ ପଚାରିଛି, କଚଟ, ତ ଟ ଟା ମଝିରେ ଆମେ ପାଇଲେ। ହେଲା। ତ ଟ କୁ ଯଦି ମଝିରେ ପାଇଲେ, ତାହେଲେ ଟ ଟାକୁ ଆମେ କୋଉ ପ୍ରକାର କହିବା? ତାକୁ ମୂର୍ଧନ୍ୟ କହିବା। କଣ୍ଠ, ତାଲବ୍ୟ, ମୂର୍ଧନ୍ୟ ଏବେ କହିଲି, ତ ସେଟା ହେଇଯିବ ମୂର୍ଧନ୍ୟ, କାରଣ ମୂର୍ଦ୍ଧାର ସେ ସାହାଯ୍ୟ ନଉଛି। ହେଲା। ଟ, ଠ, ଡ, ଢ, ପ, ଏଇଗୁଡାକ ହେଇଯିବ ସବୁ ମୂର୍ଧନ୍ୟ। କର, କଚଟ ତପ, ସବୁଥିରେ ପ୍ରଥମ ଆରମ୍ଭ କରିକି 5ଟା ଯାଏଁ ଯିବା। ଆମର ଟ ଟା ହେଇଗଲା ମୂର୍ଧନ୍ୟ। ଭଲସେ ବୁଝି ହେଲା। 17 ନମ୍ବର କ୍ୱେଶ୍ଚନ, ବାକ୍ୟରେ ଯେଉଁ ପଦର ପରିବର୍ତ୍ତନ ହୁଏ ନାହିଁ ତାହା କେଉଁ ପଦ? 17 ନମ୍ବରରେ ଅଛି, ଯୋଉ ପଦର ବାକ୍ୟରେ ପରିବର୍ତ୍ତନ ହୁଏ ନାହିଁ ତାହାକୁ ଆମେ କଣ ପଦ, କୋଉ ପଦ ବୋଲି କହିବା? ବିଶେଷ୍ୟ ପଦ, ସର୍ବନାମ, ଅବ୍ୟୟ, କ୍ରିୟା। ତ ଯୋଉ ପରିବର୍ତ୍ତନ ହୁଏ ନାହିଁ ସିଏ ହଉଛି କ୍ରିୟା। ଏକ୍ସାମ୍ପଲ ଦେଇକି କହିବା। ଦେଖନ୍ତୁ, ଅବ୍ୟୟ ପଦ କଣ? ଯେବେ, କିନ୍ତୁ, ଏଇ ସବୁର ହଉଛି, ଏଗୁଡା ସବୁ ହେଲା ଅବ୍ୟୟ ପଦ। କ୍ରିୟାର ପରିବର୍ତ୍ତନ ହେଇଯିବ, ଟେନ୍ସ ପରିବର୍ତ୍ତନ ହେଲେ କ୍ରିୟାର ପରିବର୍ତ୍ତନ ହେଇଯିବ। କିମ୍ବା ବଚନ ହେଲେ ମୁଁ, ଆମ୍ଭେ, ଏମିତିର କ୍ରିୟା ହେଇଯିବ। ଧର ମୁଁ ଯାଉଛୁ, ଆମ୍ଭେ ମାନେ ଯାଉଅଛୁ, ଆମ୍ଭେ ଯାଉଛୁ ହବ, ହଁ ସେଇଟା ହେଇପାରେ, କିନ୍ତୁ
ସେ ଯାଉଛୁ ତ ନୁହଁ, ସେ ଯାଉଛି, ତ କ୍ରିୟାର ପରିବର୍ତ୍ତନ ହେଇଗଲା, କିନ୍ତୁ ଅବ୍ୟୟ ପଦର କେବେ ବି ପରିବର୍ତ୍ତନ ହୁଏ ନାହିଁ। ବାକ୍ୟରେ ଏଇ ଗୋଟିଏ ମାତ୍ର ପଦ ଯାହାର ପରିବର୍ତ୍ତନ ହୁଏ ନାହିଁ। ଅବ୍ୟୟ ପଦ ଗୋଟେ ଏକ୍ସାମ୍ପଲ ଦଉଛି, ନହେଲେ ବୁଝିହବନି। ଓ, ଏବଂ, କିନ୍ତୁ, ମାତ୍ର, ଏବେ, କେବେ, ଏଗୁଡା ସବୁ ଅବ୍ୟୟ ପଦ ବି ବହୁତ ପ୍ରକାର, ସଂଯୋଜକ ଅବ୍ୟୟ, ବିଯୋଜକ ଅବ୍ୟୟ, କାଳବୋଧକ ଅବ୍ୟୟ। ତ ମୁଁ ଓ ଗୋଟେ ହଉଛି ଅବ୍ୟୟ ପଦ, ଓ ହଉଛି ଗୋଟେ ଏକ୍ସାମ୍ପଲ ଅବ୍ୟୟ ପଦ। ଓଟା କଣ? ସଂଯୋଜକ ଅବ୍ୟୟ ହେଲା, କାରଣ ସେ ସଂଯୋଗ କରେ, এটা ସଂଯୋଜକ ଅବ୍ୟୟ। ଧର କଣ କହିଲି, ରାମ ଓ ଶ୍ୟାମ କାଲି ଯାଉଥିଲେ, କିନ୍ତୁ ମୁଁ ଯଦି କହିବି ରାମ ଓ ଶ୍ୟାମ ଆଜି ଯିବେ, ରାମ ଓ ଶ୍ୟାମ, ଏଠି କ୍ରିୟା ସାଙ୍ଗେ ସାଙ୍ଗେ ଚେଞ୍ଜ ହେଇଗଲା କି ନାହିଁ? ଏଠି ଯାଉଥିଲେ, ଏଠି ଯିବେ ହେଇଗଲା, ସେଇ ଓ କିନ୍ତୁ ସବୁବେଳେ ସେମ ରହିବ, ତ ଏଇଗୁଡାକ ଚେଞ୍ଜ ହୁଏ ନାହିଁ ହେଲା। ତାପରେ 18 ନମ୍ବର କ୍ୱେଶ୍ଚେନ, କାଳ ପୁରୁଷ ବଚନର ସୂଚନା ପ୍ରଦାନ କରୁଥିବା ପଦକୁ କଣ କହନ୍ତି? ବଢିଆ କ୍ୱେଶ୍ଚେନ, ବହୁତ ହାଇ, ମାନେ ପଦ ଭିତରୁ 5ଟା ପଦରୁ ଆମର କଣ ବିଶେଷ ବିଶେଷଣ ସର୍ବନାମ ଅବ୍ୟୟ କ୍ରିୟା କେଉଁ ପଦ ଏଇ ସବୁର ସୂଚନା ଦିଏ? କାଳ ପୁରୁଷ ବଚନର, ନା ସେ ହଉଛି କ୍ରିୟା। ତ କ୍ରିୟାର ବି ଗୋଟେ ଡେଫିନେସନ, କାଳ ପୁରୁଷ ବଚନର ସୂଚନା ପ୍ରଦାନ କରୁଥିବା ପଦକୁ ଆମେ କ୍ରିୟା କହନ୍ତି। କେମିତି କହନ୍ତି କ୍ରିୟା? ଦେଖନ୍ତୁ, ଏଇ ଉପରେ ଯୋଉ ମୁଁ ଏକ୍ସାମ୍ପଲ ଦେଲି, ପୁରୁଷ, ପୁରୁଷ ଆମର କେତେ ପ୍ରକାର? ପ୍ରଥମ ପୁରୁଷ, ଦ୍ଵିତୀୟ ପୁରୁଷ, ତୃତୀୟ ପୁରୁଷ। ବଚନ ହେଲା 2ଟା, ଏକ ବଚନ, ବହୁ ବଚନ। କାଳ ହେଲା 3ଟା, ବର୍ତ୍ତମାନ, ଅତୀତ ଆଉ ଭବିଷ୍ୟତ। ଧର ମୁଁ କହିଲି ରାମ କାଲି, ଏଟା ହଉଛି କାଲି ହେଲା, କାଲି କଟକ ଯିବ। ଆଉ ଗୋଟେ କହିଲି ସେମାନେ କାଲି କଟକ ଏଠି ଯିବେ ହେଇଗଲା। ତ ଏଠି ଯିବେ କଣ ପାଇଁ ବସିଲା? ଏଠି ସେମାନଙ୍କ ପାଇଁ ବସିଲା। ସେମାନେଟା ଏଠି କଣ? ସେମାନେଟା ହେଇଗଲେ ତୃତୀୟ ପୁରୁଷ, ତ ତୃତୀୟ ପୁରୁଷ ପାଇଁ ଏଠି ଯିବେ ହେଇଗଲା, କିନ୍ତୁ ରାମ ଏଠି କଣ ଥିଲା? ସେ, ରାମ, ଏସବୁ କଣ ତୃତୀୟ ପୁରୁଷର ସିଙ୍ଗୁଲାର, ମାନେ ଏକ ବଚନ, ଏକ ବଚନ ତୃତୀୟ ପୁରୁଷ ହେଇଗଲା ରାମ, ସେଠି ଜୀବ ଥିଲା, କିନ୍ତୁ ସେମାନେଟା କଣ ହେଇଗଲା? ବହୁ ବଚନ ତୃତୀୟ ପୁରୁଷ। ବୁଝିହେଲା କାଳ ବଚନ ପୁରୁଷ କେମିତି ଚେଞ୍ଜ ହେଲେ କ୍ରିୟା ଆମର ଚେଞ୍ଜ ହେଇଯାଉଛି। ତାପରେ 19 ନମ୍ବର କ୍ୱେଶ୍ଚେନ, ଭିନ୍ନ ଶବ୍ଦଟି ଚିହ୍ନଟ କର। ସେନା, ପୁତନା, ବାହିନୀ, ମରାଳ। ଏ ବି ସି ରେ ଯୋଉ ଅଛି, ଏ ସବୁକୁ ସେନାର ଗୋଟେ ଗୋଟେ ପ୍ରତିଶବ୍ଦ, କିନ୍ତୁ ମରାଳ ନୁହଁ, ମରାଳଟା ହେଇଗଲା ଆମର ଭିନ୍ନ ଶବ୍ଦ। ନେକ୍ସଟ 20 ନମ୍ବର କ୍ୱେଶ୍ଚେନ, କେଉଁଟି ଯୁଗ୍ମ ଶବ୍ଦ ନୁହେଁ? ଯୁଗ୍ମ ଶବ୍ଦ କଣ? ଯୋଉଟା ଆମ ପାଟିରୁ ବାହାରେ, ଏ ଟଣା ଓଟରା, ପାଟି ତୁଣ୍ଡ, ହୁଷ୍ଟ ପୃଷ୍ଟ, ପାଠ ସାଠ, ସବୁ ତ ଆମର ଗୋଟେ ଯୁଗ୍ମ ଶବ୍ଦ ଅଛି, କିନ୍ତୁ ନା, ଯୁଗ୍ମ ଶବ୍ଦରେ ବି ଆହୁରି ଗୋଟେ ଅଛି, ଟଣା ଓଟରା, ଇଏ ଠିକ ଅଛି, ପାଟି ତୁଣ୍ଡ ଠିକ ଅଛି, ଏଇ ଯୋଉ ପାଠ ସାଠ ବି ଠିକ ଅଛି, ହୃଷ୍ଟ ପୃଷ୍ଟ, ଏଇଟା ହଁ ଠିକ ଅଛି, ହେଲେ ତାର ବନାନଟା ଦେଖନ୍ତୁ, ଏଠି ହୃଷ୍ଟ ପୃଷ୍ଟ ଅଛି, ଯୋଉଟା କି ଆଦୌ ଠିକ ନୁହେଁ। ଏଇଟା କଣ ନା, ଏଇଟା ହୃଷ୍ଟ ପୁଷ୍ଟ, ହୃଷ୍ଟ ପୃଷ୍ଟ ବୋଲି ଏଇ ଯୋଉ ର ଫଳାଟି ଅଛି, ଏଗୁଡା କୌଣସି ୱାର୍ଡ ହିଁ ନାହିଁ। ତ ହୃଷ୍ଟ ପୁଷ୍ଟ ଯଦି ଥାନ୍ତା ତାହେଲେ ଏଇଟା ଯୁଗ୍ମ ଶବ୍ଦ ହେଇଥାନ୍ତା। ତାହେଲେ ଯୁଗ୍ମ ଶବ୍ଦ ନୁହେଁ ପଚାରିଛି, ତ ଆମ ରାଇଟ ଆନ୍ସର କୋଉଟା ହେଇଯିବ? ଅପସନ ବି ହେଲା ଆମର ରାଇଟ ଆନ୍ସର। ସରିଯାଇଛି ଆମର 20ଟି କ୍ୱେଶ୍ଚେନ ଆଜିର ଏଇ ପ୍ରାକ୍ଟିସ ସେଟର। ତ ଆଗକୁ ଆହୁରି ବହୁତ ସାରା ପ୍ରାକ୍ଟିସ ସେଟ ଆଣିବୁ। ଭୋକାବୁଲାରି, ଖାଲି ପ୍ରାକ୍ଟିସ ସେଟ ନୁହଁ, ଭୋକାବୁଲାରି ପ୍ରାକ୍ଟିସ ସେଟ ଆଣିବୁ, ଯୋଉଟା କି ଆପଣ ପ୍ରାକ୍ଟିସ କରିପାରିବେ ଆମ ସହିତ। ଆଜିର ଭିଡିଓକୁ ଏଇଠି ରଖୁଛୁ। ଭଲ ଲାଗିଥିଲେ ଲାଇକ୍ କରିବେ, ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ, ଯେମିତି ସେମାନେ ବି ଦେଖିପାରିବେ, ସେମାନେ ବି ପ୍ରାକ୍ଟିସ କରିପାରିବେ। ଆଉ ଆମ ଚ୍ୟାନେଲକୁ ଫାର୍ଷ୍ଟ ଟାଇମ ପାଇଁ ଆସିଥିଲେ ସବସ୍କ୍ରାଇବ କରିବେ। ଧନ୍ୟବାଦ।